ସପନରେ ଆସ ବୋଲି ତମ ନା ଦେଇଛି ସ୍ୱପ୍ନ, ଜହ୍ନରେ ଥାଅ ବୋଲି ତମ ନା ଦେଇଛି ଜ୍ୟୋତ୍ସ୍ନା। ମୁଁ ସେଇ ସପନ ବଣିକ, ସପନ ଖୋଜି ଖୋଜି ଯାଉଛି ମନ୍ଦିର, ଲଗାଉଛି ସିନ୍ଦୁର ଖାସ୍ ତମ ପାଇଁ। ପୁଣି ସେ ଶବ୍ଦ ଖୋଜିବା ପାଇଁ ଦିନ ଦିନ ରାତି ରାତି ଅପେକ୍ଷା କରିବାକୁ ପଡ଼ିଥାଏ, ଶବ୍ଦକୁ ଭିକ୍ଷା ମାଗିବାକୁ ପଡ଼ିଥାଏ। ସେଥିପାଇଁ ପ୍ରଥମେ କବିତାଟି ମନେ ପଡ଼ିଯାଏ, ଶବ୍ଦ ଭିକ୍ଷା କବିତାଟି, ଯେ ତମ ସୁନ୍ଦରୀପଣରେ ବନ୍ଧା ମୋ କଲମ, ଏବେ କିଛି ଶବ୍ଦ ଦିଅ ମୁଁ ସଜାଇବି ତାକୁ କବିତାର ତୁଣୀରରେ। ତମ ସୁନ୍ଦରୀପଣରେ ବନ୍ଧା ମୋ କଲମ, କିଛି ଶବ୍ଦ ଦିଅ, କିଛି ଶବ୍ଦ ଦିଅ ସଜାଇବି ମୁଁ କବିତାର ତୁଣୀରରେ। ଶ୍ରୀଯୁକ୍ତ ଖମାରୀ, ଡକ୍ଟର ଖମାରୀ, ଆଜି ସ୍ୱାଗତ କରୁଛି ଆପଣଙ୍କୁ ଆମର ତନୁସାନ କୁନୱାର ଏହି ସ୍ୱତନ୍ତ୍ର ରୋମାଣ୍ଟିକ୍ ଏପିସୋଡ଼କୁ। ଧନ୍ୟବାଦ ତନୁସାନ ଟିଭି। ତମେ ପ୍ରକୃତରେ ତମେ ଏମିତି ଏକ ଶବ୍ଦ, ସେ ମାୟାଧର ମାନସିଂଙ୍କର ଧାଡ଼ିଟି ଆପଣ ମନେ ପକାଇ ଯାଉଛି। କୁହନ୍ତୁ। ସକାଳେ ଡାକନ୍ତି, ସକାଳେ ଡାକନ୍ତି ତମେ ତମେ ବୋଲି, ସେ ତମେର ମିଠା କାହିଁ, ତମେ ଯେ ହଁ ମିଠା ନାହିଁ, ତମେ ଯେବେ ମୋତେ ତମେ ବୋଲି କୁହ, ଏତେ ମିଠା କାହିଁ ପାଇଁ, ଏତେ ମିଠା କାହିଁ ପାଇଁ। ପ୍ରକୃତିରେ ଏଇ ତମେ ଶବ୍ଦଟି ଶିହରଣ ସୃଷ୍ଟି କରିଦେଇଥାଏ, ଆଉ କବିତ୍ୱ ବା ପଣ ବି ଜାଗରଣ କରିଦେଇଥାଏ। ଆଉ ସେଇ ଏକା ଏକା ସାଗରିକା କବିତାର କବି, କବିତା ସଂକଳନର କବି ଡକ୍ଟର ସୌରଭ ରଞ୍ଜନ ଖମାରୀ ଆମ ସହିତ ଆଜି ଯୋଡ଼ି ହୋଇଛନ୍ତି। ପୁଣି ଥରେ କହି ରଖୁଛି ଯେ ଡକ୍ଟର ଖମାରୀ ଆମ ସୋନପୁର ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ହିସାବରେ ଅବସ୍ଥାପିତ। 1993 ମସିହାରୁ ଜଣେ ବରିଷ୍ଠ ଅଧ୍ୟାପକ, ପ୍ରାଧ୍ୟାପକ ବା ବିଭାଗୀୟ ମୁଖ୍ୟ ହିସାବରେ ସେ ଆଜି ସୋନପୁର ମହାବିଦ୍ୟାଳୟରେ କାର୍ଯ୍ୟରତ। ଆଉ ଅସୁମାରୀ ଛାତ୍ରଛାତ୍ରୀ ସେ ତାଙ୍କର ସର୍ଜନାର ମାନେ ସୃଷ୍ଟି କରିଛନ୍ତି। ଆଉ ବର୍ତ୍ତମାନ ଆଉ ଗୋଟିଏ କଥା ଆପଣମାନଙ୍କ ପାଖକୁ ମୁଁ ପହଞ୍ଚାଇବାକୁ ଚାହେଁ ଯେ ଡକ୍ଟର ଖମାରୀ ଭାନୁଜୀ ରାଓଙ୍କର କାବ୍ୟକୃତି ଉପରେ ତାଙ୍କର ନିବନ୍ଧ, PhD ନିବନ୍ଧ ସେ ପ୍ରସ୍ତୁତ କରି PhD ଲାଭ କରିଛନ୍ତି ଆମ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ। ତାଙ୍କୁ ଆଜି ଆମର ତନୁସାନ ତରଫରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛୁ। ମାନେ ନିକଟ ଅତୀତରେ ସେ ହେବା ତଥାପି 2 ବର୍ଷ ଖଣ୍ଡେ ହେଇଯିବ ସେ PhD ହୋଲ୍ଡର ହେଇକି ତାଙ୍କର ଯେଉଁ ଦକ୍ଷତା ଯୋଗ୍ୟତାରେ ଯୋଡ଼ିଛନ୍ତି ଆଉ କିଛି ଫର୍ଦ୍ଦ। ତେବେ ଡକ୍ଟର ଖମାରୀ ଆମକୁ ଭାନୁଜୀ ରାଓଙ୍କର ଯେଉଁଟା ନିବନ୍ଧ ଆପଣ ପ୍ରସ୍ତୁତ କରି, ନିବନ୍ଧ ପ୍ରସ୍ତୁତ କରି ଥେସିସ୍ କରିକି ଆପଣ PhD ସମ୍ମାନଜନକ ମର୍ଯ୍ୟାଦାଜନକ PhD ଲାଭ କରିଛନ୍ତି, ଡକ୍ଟରେଟ୍ ଉପାଧି ଲାଭ କରିଛନ୍ତି, ସେଇ ଭାନୁଜୀ ରାଓଙ୍କର ସାହିତ୍ୟ, ସୃଜନୀ, କାବ୍ୟ ଇତ୍ୟାଦି ଉପରେ କିଛି ଆମକୁ ଶୁଣାଇବେ। ଦେଖନ୍ତୁ, ମୋର ଜଣେ ପ୍ରିୟ କବି ଭାନୁଜୀ ରାଓ। ଭାନୁଜୀ ରାଓ ଓଡ଼ିଆ ସାହିତ୍ୟର ଜଣେ ଅଗ୍ରଗଣ୍ୟ ଏବଂ ପ୍ରଚଣ୍ଡ ପ୍ରତିଭାଧର କବି। ଅଥଚ ଓଡ଼ିଆ ସାହିତ୍ୟରେ ତାଙ୍କୁ ଯେତେ ଆଲୋଚନା କରିବା କଥା, ଯେଭଳି ଭାବରେ ତାଙ୍କର କବିତାକୁ ମୂଲ୍ୟାୟନ କରିବା କଥା, ଏପର୍ଯ୍ୟନ୍ତ ହୋଇନାହିଁ। ମୁଁ ଯେତେବେଳେ ଗବେଷଣା ଆରମ୍ଭ କଲି ସେତେବେଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଭାନୁଜୀ ରାଓଙ୍କ ସମ୍ପର୍କରେ କେହି ମଧ୍ୟ ଜଣେ ଗବେଷଣା କରିନଥିଲେ ଏବଂ ତାଙ୍କର ଯେଉଁ ଶ୍ରେଷ୍ଠତମ କବିତା ନଈ ଆରପାରି ଯେତେବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କଲା ଏବଂ ସେ କବିତା ଗୁଡ଼ିକୁ ପଢ଼ିଲା ପରେ ମୁଁ ଯେଉଁ ଭାବେ ଅଭିଭୂତ ହେଲି, ଯେଉଁ ପ୍ରେମ, ନିସଙ୍ଗତା ଏବଂ ଜୀବନର ଯେଉଁ ଅସାରତା ବା ତଥାକଥିତ ଜୀବନ କେମିତି ଉଜୁଡ଼ି ଯାଉଛି, ସେ କଥାକୁ ଯେତେବେଳେ କବିତା ଭିତରେ ରୂପାୟିତ କରୁଛନ୍ତି
से प्रतिभा को प्रकृत में मूल्यांकन कर गोटे आवश्यकता रही कारण आपण मैंने देखिथे ये गवेषणा ना आम राधानाथ राय को फकीरमोहन सेनापति को गंगाधर बेहेरी को कालीचरण पाणिग्राही इत्यादि केवल गवेषणा करुचु किछि माने जनाशुना साहित्यिक मानक नहीं थांती किंतु आपण जड़े भानुजी राव को भली गोटे प्रचंड प्रतिभा जे कि सेते मात्रा रे अनालोचित ताको आनी छथि बहुत बहुत धन्यवाद कहंतु आपनकर उद्देश्य 1955 मसिया रे से माने दुई जण कवि भानुजी राव एवं गुरु महांती कविता लिखिले से माने द्वैत भाव रे बा दुई जण मिसी गोटे कविता संकलन करथिले जार ना देथिले नूतन कविता से नूतन कवितारू आरंभ कर नई आर पारी पर्यंत भानुजी राव दीर्घ 1955 रु 1990 पर्यंत तांको ओडिया साहित्य रे लोक मैंने विशेष आलोचना करनथिले जदिओ गुरु महांती समसामयिक हेले मत गुरु महांती बहुत प्रतिष्ठा पाइथिले किंतु भानुजी राव पाई नथिले सेथिबाई तांगर कविता को मूल्यांकन करने गवेषणा करने चाहिए एवं आपण मैंने आश्चर्य हे भानुजी राव तांको जीवन काल भितर मात्र 375टा कविता लिखिं 1955 माने 55 रु 2001 तांको समय सीमा एथिर मात्र 375टा ही कविता लिखिं बेसी कविता लिखि नांती किंतु अन्य कवि आपण देखुथिबे जे प्रतिदिन कविता लिखती बहुत संकलन बाहर करते किंतु भानुजी बहुत ऊर्ध्वे से कहते गोटे कविता दिन दिन राति राति से अनिद्रा रही था से जह्न पाखरे अनशन कर गोटे शब्द पाई एवं कविता को एभली भाव में घोषी माजी लिखते से कविताटा निश्चित भाव में पाठक्य माने सहृदय पाठक को निश्चित भाव में स्पर्श करें से पाठक मत खूब कम कारण आप जानी जे सब भल कवि मानकर पाठक कम था से प्रचार प्रसार ऊर्ध्वे एवं निसंगता ही कवितार मूल मंत्र से निसंगता भितर प्रेम को अनुभव कर निसंगता भितर ईश्वर को माने ईश्वर सत्ता सत्ता भी अनुभव कर निसंगता ही छाई पे रही से कहते एवं सब से कहते जे मोर जीवनटा हूँ गोटे शब्दर फगुण जीवनटा हूँ गोटे शब्दर फगुण मुझे सुझी तार ऋण देख कविटी केते सुंदर कथाटी कहूँ जीवनटा गोटे शब्दर फगुण केमिति सुझीबे तार ऋण बहुत सुंदर जी कि प्रेम को कही थाए प्रेम को देखिच कि केबे ढलिला भंगी रे चले तार बाबुरी बाल को छाटी पुणी से कहूँ प्रेम एक रलनिया चाटी दिए सबकि एमती शब्द को प्रेम को देखी दिवार कवि जे केते प्रेमिक ता बुझी आपण माने बुझी पारुथिबे तेणु तांकर विषय रे एमती कहले बहुत समय लागिबो तेणु जानो आपण भानुजी राव जो कविता बा कविपणर जो रहस्य बा कविटे हेबार जो स्वप्न बा जहाँ किसी काव्यकृति लिखिंट एवं आम जाना पाइलु जे तांकर कवितार संख्या सीमित हेले गुणात्मक मान यथेष्ट यथेष्ट अन्य कवि मान तुलन में से सीमित सी भी चाहिए किंतु संख्या बढ़े पारते किंतु संख्या बढ़ेबार किसी लाभ बरम एक गुणी पुत्र जमती न च मूर्ख शतानी अपि एक चंद्र तारा हंती न च तारागण अपि च यही न्याय से सीमित रखिंट आ विशेषकर तांकर कवितार मूल मंत्र कहते आप कौन उद्देश्य कवि ये हेबा प्रेम एवं जीवन जीवन एवं प्रश्न आ गए कहे से प्रचार ठार बहुत ऊर्ध्व आपण मैंने जानते से होती भानुजी राव होती भक्त कोई मधुसूदन राव को नाती निज नाती किंतु नाती गोटे भी अनालोचित प्राय आम पाठक महल भी आम सर्वसाधारण महल भी यहाँ पूरापूरी जना न गोटे वंशधर नाती आउ किछि परिचय जे कि केबे सभा समिति अन्य मान कहते मुझे नाती माने वंश बुनियाद से कहती ना ये भानुजी राय
କେବଳ ନିଜର ପରିଚୟ ବଞ୍ଚିବେ ଗୋଟେ କବିର ସ୍ୱାଭିମାନ ଥାଏ ଠିକ୍ ସେଇ ସ୍ୱାଭିମାନ କବି ହେଉଛନ୍ତି ଭାନୁଜୀ ରାଓ। ବାସୁଦେବମ୍ ନମସ୍ୟନ୍ତି ନ ବାସୁଦେବମ୍ ନମସ୍ୟନ୍ତି ନ ବାସୁଦେବ ବୋଲିକରି ଗୋଟେ କହନ୍ତି ବସୁଦେବକୁ କେହି ସମ୍ମାନ ଦିଅନ୍ତିନି କିନ୍ତୁ ବାସୁଦେବଙ୍କୁ ହିଁ ସମ୍ମାନ ଦିଅନ୍ତି ସେଇଟା ସେଇ ହିସାବରେ ଯାଇଥିଲେ ତ ଏଇଭଳିଆ ଗୋଟେ ସ୍ୱାଭିମାନୀ ମଣିଷ ଆଉ ଆପଣ ତାଙ୍କ ଉପରେ PhD ନିବନ୍ଧ ପ୍ରସ୍ତୁତ କରି ମର୍ଯ୍ୟାଦାଜନକ ଆପଣଙ୍କର ଡକ୍ଟରେଟ୍ ହାସଲ କରିଛନ୍ତି ଆଉ ସେ ବହିଟା ମଧ୍ୟ ମୁଁ ପ୍ରକାଶ କରିବି ନିକଟରେ ତାକୁ ପୁସ୍ତକରେ ପ୍ରକାଶ କଲେ ମୋର ଗବେଷଣାର ଯେଉଁ ତତ୍ତ୍ୱ ଯାହା ରହିଛି ଆପଣମାନେ ନିଶ୍ଚିତ ଭାବରେ ପଢ଼ିଲେ ଜାଣିପାରିବେ ସେ କେଉଁ ଧରଣ କବି ଏବଂ କେଉଁ ମାନର କବି। ଆପଣଙ୍କର ନିବନ୍ଧ ପ୍ରକାଶନ କରନ୍ତୁ ସେଟା ଆହୁରି ତାଙ୍କ ଏବଂ ଆପଣ ନିଜର ମଧ୍ୟ ଗୋଟେ ସ୍ୱତନ୍ତ୍ର ଏଇଟା ପାଠକୀୟ ଆଦୃତି ଆଉ ପରିଚିତି ଆପଣଙ୍କର ପାଇପାରିବ। ତ ଏଇ ତ ଥିଲା ଆପଣଙ୍କର ଭାନୁଜୀ ରାଓଙ୍କ ଉପରେ ଆପଣଙ୍କର ଯେଉଁ ନିବନ୍ଧ PhD ନିବନ୍ଧ ଥେସିସ୍ର କଥା। ଆପଣ ଏବେ ପୁଣି ଆସିବା ଏକା ଏକା ସାଗରିକା এইটা এই যে ইয়ার যে একা একা সাগরিকা আপন কেবে এই কবিতা সংকলন আপন প্রকাশিত হয়েছিল এবং এই কবিতা সংকলনটি উপরে আপনার মত রাখবে। একা একা সাগরিকা মো কলেজ জীবনর জ্যোতিবিহারে পড়ুলা সময়র কবিতা গুড়িক এবং ଏହା 2007 মସିହାରେ প্রকাশ পাইଥିଲା এবং ସେଥିରେ ନିଶ୍ଚିତ ଭାବରେ ଯୁବ ସୁଲଭ ଚେତନା ହତାଶା ଏବଂ ତତ୍କାଳୀନ ସାମାଜିକ ବିଧି ବ୍ୟବସ୍ଥା ଉପରେ କିଛି ଆଧାରିତ ଏବଂ ମୋର ଯେଉଁ ପରବର୍ତ୍ତୀ କବିତା ଗୁଡ଼ିକ ଆସୁଛି ମାନେ କବିତା ସଂକଳନ ପ୍ରକାଶିତ ହେବାକୁ ଯାଉଛି ନୀରବ ନିଧୁବନ ଗୋଟେ କବିତା ସଂକଳନ ପ୍ରକାଶ ପାଇବ। ସେଥିରେ ବର୍ତ୍ତମାନ ସମୟ ପରବର୍ତ୍ତୀ କାଳରେ ଯେଉଁ କବିତା ଗୁଡ଼ିକ ଲେଖିଛି ତାହା ସ୍ଥାନିତ ହେବ। ମୁଁ କବିତା କମ୍ ଲେଖେ କିନ୍ତୁ ଆଲୋଚନା କରେ କବିତା ସମ୍ପର୍କରେ କାରଣ ତାହା ମୁଁ ଭାବେ ଯେ କବିତା ଲେଖିବା ଅପେକ୍ଷା କବି ଉପରେ ଗୋଟେ ଆଲୋଚନା କରିବା ନିହାତି ଜରୁରୀ କାରଣ ଆମେ ବହୁତ ସମୟରେ କବିର କବିତାକୁ ପ୍ରକୃତିରେ ବୁଝି ନଥାଉ। କବିତାକୁ ବୁଝିବା ପାଇଁ ହେଲେ ନିଶ୍ଚିତ ଭାବରେ ଆଲୋଚନା ଦରକାର। ଯଦି ଆପଣମାନେ ଜାଣିଥିବେ ରମାକାନ୍ତ ରଥଙ୍କ ଶ୍ରୀରାଧାକୁ ସେ ସମୟର ସମାଲୋଚକ ଦାଶରଥୀ ଦାସ ଏବଂ ଚିନ୍ତାମଣି ବେହେରା ଯଦି ଆଲୋଚନା ଲେଖିନଥାନ୍ତେ ତେବେ ଏତେ ଲୋକମାନେ ଆଉ ପଢ଼ିନଥାନ୍ତେ କି ଏତେ ଚର୍ଚ୍ଚା କରିନଥାନ୍ତେ। ଉଭୟଙ୍କର ଆଲୋଚନା ହିଁ ଏତେ ତାଙ୍କୁ ମାନେ ଏତେ ଶିଖର ନେଇଗଲା ଏବଂ ଆସ୍ତେ ତାହା ବହୁତ ଦୂରକୁ ଚାଲିଗଲା। ତେଣୁ କବି ଓ କବିତା ଉପରେ ପାଠକ ମହଲରେ ନିହାତି ଭାବରେ ଆଲୋଚନା ହେବା ଆବଶ୍ୟକତା ରହିଛି ଯାହାଫଳରେ କି ସାହିତ୍ୟ ତିଷ୍ଠି ରହିବ କବିତା ତିଷ୍ଠି ରହିବ ଏବଂ ପାଠକୀୟ ଆଦୃତି ଲାଭ କରିବ। ଏଇଟା ଯାହା ଆପଣଙ୍କର ବକ୍ତବ୍ୟ ଥିଲା। ଆଉ ଏବେ ଆପଣ ସୋନପୁର ମହାବିଦ୍ୟାଳୟରେ ଜଣେ ବରିଷ୍ଠ ଅଧ୍ୟାପକ ହିସାବରେ ଅବସ୍ଥାପିତ ବିଭାଗୀୟ ମୁଖ୍ୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଏବଂ ଆମେ ଜାଣିଛୁ ଯେ ଆପଣ ଭୀମ ଭୋଇ ସନ୍ଥ କବି ମାନବବାଦୀ କବି ଭୀମ ଭୋଇଙ୍କ ଉପରେ ମଧ୍ୟ ଆପଣଙ୍କର କିଛି ପ୍ରବେଶ ରହିଛି। ଆଉ ସେଇ ଭୀମ ଭୋଇଙ୍କ ଯେଉଁ ଉପରେ ଆପଣ ପ୍ରସ୍ତୁତ କରିଥିବା ନିବନ୍ଧ ବା କିଛି ପ୍ରବନ୍ଧ ବା କିଛି କାମ ଯାହା କରିଛନ୍ତି ତା ଉପରେ ଆମେ ଜାଣିବାକୁ ଚାହୁଁଛୁ ଭୀମ ଭୋଇଙ୍କ ସାହିତ୍ୟ ଉପରେ ତାଙ୍କର କବିତ୍ୱ ଉପରେ। ଯେହେତୁ ଆପଣ ସୋନପୁର ମହାବିଦ୍ୟାଳୟ କଥାଟି କହିଲେ କାରଣ ସୋନପୁର ମହାବିଦ୍ୟାଳୟ ଏମିତି ଏକ ମହାବିଦ୍ୟାଳୟ ଅନେକ ସୃଜନଶୀଳ ପ୍ରତିଭାକୁ ଜନ୍ମ ଦେଇଛି। ଓଡ଼ିଆ ସାହିତ୍ୟରେ ଓଡ଼ିଶାରେ କିଛି ଚର୍ଚ୍ଚିତ ଲେଖକ ଅଛନ୍ତି ଯାହାଙ୍କ ନାଁ ଟିକେ ଉଚ୍ଚାରଣ କରେ ଆପଣ ଜାଣିଥିବେ ଯେ ଚର୍ଚ୍ଚିତ ଗାଳ୍ପିକ ଆଦିତ୍ୟେଶ୍ୱର ମିଶ୍ର ସେ ଏଠିକାର ଜଣେ ଛାତ୍ର। ଆପଣ ଜାଣିଥିବେ କବି କେଦାର ମିଶ୍ର ଯିଏ ମଧ୍ୟ ଏଠିକାର ଜଣେ ଛାତ୍ର। ପୁଣି ଲକ୍ଷ୍ମୀ ଚାନ୍ଦ ଯିଏକି ଏଠି ମଧ୍ୟ ଆଜି ଗୋଟେ ନାରୀ ଲେଖିକା ହିସାବରେ ଓଡ଼ିଶାରେ ଖୁବ୍ ପ୍ରତିଷ୍ଠା ଲାଭ କରିଛି। ତେଣୁ ସେହି ମହାବିଦ୍ୟାଳୟରେ ମୁଁ ଯେତେବେଳେ ଅଧ୍ୟାପକ ଭାବରେ କାମ କରିଛି ନିଜକୁ ଟିକେ ଗର୍ବ ଅନୁଭବ କରେ କାରଣ ଗୋଟେ ସୃଜନର ଭୂମି ହେଉଛି ସୋନପୁର ମହାବିଦ୍ୟାଳୟ। ଆପଣଙ୍କ ଦେଖିବେ ତାର କ୍ୟାମ୍ପସଟି ଏତେ ସୁନ୍ଦର ଲାଗେ
ପଲାଶ ଫୁଲ ଯେତେବେଳେ ଫୁଟିଥିବ ନଦୀ ପ୍ରବାହିତ ହେଉଥିବ ଯେ କେହି ମାନେ ବ୍ୟକ୍ତିରେ ତାର ପ୍ରେମରେ ପଡ଼ିଯିବ ଏବଂ କିଛି କବିପଣ ନିଶ୍ଚିତ ଭାବରେ ଜାଗ୍ରତ ହେଇଯିବ। ଆମେ ବି ସେଇ ମହାବିଦ୍ୟାଳୟର ଗୋଟେ ଛାତ୍ର ହିସାବରେ ଗର୍ବ ଅନୁଭବ କରୁଛୁ। କିନ୍ତୁ ସେ ମହାବିଦ୍ୟାଳୟରେ ଯେତେ ଆଗକୁ ଯିବା କଥା ଏପର୍ଯ୍ୟନ୍ତ ସରକାର ତାଙ୍କୁ ହାତକୁ ନେଇପାରିଲେ ନାହିଁ। କଥାଟା ସେଇଟା ମାନେ ସୋନପୁରର ମହାରାଜା କଲିକତାରେ ରେଭେନ୍ସାରେ MA ଶ୍ରେଣୀ ଖୋଲିଲେ ଆଜି ପର୍ଯ୍ୟନ୍ତ 60 ବର୍ଷ ହେଇଗଲା ମହାବିଦ୍ୟାଳୟରେ ଏଠି ଆମେ ଏପର୍ଯ୍ୟନ୍ତ MA ଶ୍ରେଣୀ କୌଣସି ବିଭାଗରେ ଖୋଲି ପାରିନାହୁଁ ଏବଂ ଯେତେ ସବୁ ଭିତ୍ତିଭୂମି ରହିବା କଥା ତାହା ରହିଯାଇଛି ଅଭାବ ଭିତରେ। ତଥାପି ମହାବିଦ୍ୟାଳୟ ତାର ଗାରିମା ରକ୍ଷା କରି ଆଗେଇ ଚାଲିଛି। ତଥାପି ତାର ପୂର୍ବ ଗାରିମାକୁ ସୋନପୁର ମହାବିଦ୍ୟାଳୟରୁ ଦୂରେଇ ଯାଇପାରୁନାହିଁ କାହିଁକିନା ଏଇଭଳିଆ ବିଭିନ୍ନ ପ୍ରଥିତଯଶା କବି ଗାଳ୍ପିକ ବିଭିନ୍ନ ପ୍ରଶାସକ ଆଉ ରାଜନେତା ଏଇଭଳିଆ ପ୍ରତିଟି କ୍ଷେତ୍ରରେ ସୋନପୁର ମହାବିଦ୍ୟାଳୟ ସୃଷ୍ଟି କରି ଚାଲିଛି କରିଥିଲା କରୁଛି ଏବଂ କରୁଥିବା ମଧ୍ୟ। କିନ୍ତୁ ଯାହା କହୁଥିଲେ ତଥାପି ତାର ଗାରିମାକୁ ସେ ବଜାୟ ରଖିଛି। କିନ୍ତୁ ଦେଖିବାକୁ ମିଳୁଛି ଯେ ସେଇ ମହାବିଦ୍ୟାଳୟ ପରିସରରେ ସନ୍ଥ କବି ଭୀମ ଭୋଇଙ୍କର ଏକ ପ୍ରତିମା ବା ପ୍ରତିମୂର୍ତ୍ତି ମଧ୍ୟ ଅବସ୍ଥାପିତ ଯାହା ନିହାତି ଭାବେ ଆଶୀର୍ବାଦ ରହିଥିବ ମହାବିଦ୍ୟାଳୟଟି ଉପରେ ସୋନପୁର ଜିଲ୍ଲାବାସୀଙ୍କ ଉପରେ ଛାତ୍ରଛାତ୍ରୀଙ୍କ ଉପରେ ଯାହାର ଫଳରେ କି ଆଜି ସୋନପୁର ମହାବିଦ୍ୟାଳୟ ଏକ ସାରସ୍ୱତ ସୃଜନୀର ଗୋଟେ କେନ୍ଦ୍ରସ୍ଥଳୀ ହିସାବରେ ନିଜର ପରିଚୟ ସୃଷ୍ଟି କରୁଛି। ଆଉ ତାର ପ୍ରାକୃତିକ ଯେଉଁ ମନୋରମ ପରିବେଶଟି ଜଣେ ଅଣଛାତ୍ର ବା ଜଣେ ସର୍ବସାଧାରଣ ମଧ୍ୟ ସେଇଟାକୁ ସେ ଟାଣି ନେଇଥାଏ। ଏଇଟା ସୋନପୁର ମହାବିଦ୍ୟାଳୟର ଗୋଟେ ସ୍ୱାତନ୍ତ୍ର୍ୟ ଗୁଣ। କିନ୍ତୁ ଯେତିକି ପ୍ରଶାସନିକ ସରକାରଙ୍କର ଯେତିକି ଧ୍ୟାନ ଦେବା କଥା ଯାହା ଆପଣ କହୁଛନ୍ତି ଏଯାଏଁ ଏକ ଜିଲ୍ଲାର ଏକମାତ୍ର ଘରୋଇ ମହାବିଦ୍ୟାଳୟ ବରିଷ୍ଠ ମହାବିଦ୍ୟାଳୟ ଗୋଟେ ସିନିୟର ମୋଷ୍ଟ କଲେଜ ଜିଲ୍ଲାର ଆଉ ସବୁ କ୍ଷେତ୍ରରେ ତାର ରଖିଛି ନାଁ ରଖି ଆସୁଛି। କିନ୍ତୁ ସରକାରଙ୍କର ଶୁଭଦୃଷ୍ଟି ପଡ଼ିପାରୁନାହିଁ। ସ୍ନାତକୋତ୍ତର ବିଭାଗ କୌଣସି ସବଜେକ୍ଟରେ ଖୋଲାଯାଇ ପାରୁନାହିଁ ସେଇଟା ଦୁଃଖର ବିଷୟ। ଆଜି ଆମେ ଆପଣଙ୍କ ଜରିଆରେ ଆଜି ଆମେ ସରକାରଙ୍କୁ ବା ରାଜନେତା ବା ଙ୍କୁ ମଧ୍ୟ ଆମେ ଏଇ କଥାଟି ଆମେ ନିହାତି ଭାବେ ଆମେ ଅନୁରୋଧ ବାଢ଼ିବା ଯେ ବିଦ୍ୟାଳୟ ପ୍ରତି ସରକାରୀ ଦୃଷ୍ଟି ପଡ଼ୁ। ଏବେ ସେଇ ଭୀମ ଭୋଇଙ୍କ ଉପରେ ଆମେ ଆଲୋଚନା କରିବା ଯେହେତୁ ସନ୍ଥ କବି ଭୀମ ଭୋଇ ଏଇ ମାଟିର ଜଣେ ମାନବବାଦୀ କୃତି ସନ୍ତାନ ଯାହାର କି ବାଣୀ ଆଜି ଆମର ମିଳିତ ଜାତିସଂଘରେ ମଧ୍ୟ ଲିପିବଦ୍ଧ ହେଇଛି ତାର ବାର୍ତ୍ତା ମାନବବାଦର ବାର୍ତ୍ତା ପ୍ରଚାର କରୁଛି। ସେଇ ଭୀମ ଭୋଇଙ୍କର ମୂର୍ତ୍ତି ରହିଛି ଆପଣଙ୍କର ଆମର ସୋନପୁର ମହାବିଦ୍ୟାଳୟ ପରିସରରେ ଅବସ୍ଥାପିତ। କିନ୍ତୁ କିଛି ବର୍ଷ ହେଲା ବ୍ଲକ ଛକରେ ମଧ୍ୟ ସେଇ ଭୀମ ଭୋଇଙ୍କର ପ୍ରତିମାଟି ଅବସ୍ଥାପିତ ହୋଇଥିଲା କିନ୍ତୁ ଆଜି ଦେଖାଯାଉନାହିଁ ସେଇ ଜାଗାରେ। କାହିଁକି ୟା ଉପରେ ଆପଣ ମତ ଟିକେ ରଖିବେ ଏବଂ ସେଇ ଭୀମ ଭୋଇଙ୍କର ପ୍ରତିମାକୁ ବା ପ୍ରତିମୂର୍ତ୍ତିକୁ ଆଉ କ'ଣ କରାଯାଇପାରେ ସେ ଉପରେ ଟିକେ ମତ ରଖିବେ ଡକ୍ଟର ଖମାରୀ। ସୁନ୍ଦର କଥାଟିଏ। ଭୀମ ଭୋଇଙ୍କୁ ନେଇ ଆମେ ଗର୍ବ କରୁ ଜିଲ୍ଲା ମଧ୍ୟ ଗର୍ବ କରେ। ତେଣୁ ଯେତେବେଳେ ମହାବିଦ୍ୟାଳୟରେ ଆମେ ଥରେ ଓଡ଼ିଆ ସାହିତ୍ୟ ଏବଂ ଭୀମ ଭୋଇ ସମ୍ପର୍କରେ ଗୋଟେ ସେମିନାର ବା ସମ୍ପାନ ଆୟୋଜନ କଲୁ ସେତେବେଳେ ଆମେ ଭାବିଲୁ ଯେ ଭୀମ ଭୋଇଙ୍କର ଗୋଟେ ମୂର୍ତ୍ତି ନିହାତି ମହାବିଦ୍ୟାଳୟ ଭିତରେ ରହିବା ଉଚିତ। କାରଣ ସୋନପୁର ମାଟି ହିଁ ଭୀମ ଭୋଇଙ୍କର ପରିଚୟ। ତେଣୁ ମହାବିଦ୍ୟାଳୟ ଭଳି ଜଣେ ଶିକ୍ଷାନୁଷ୍ଠାନରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଭୀମ ଭୋଇଙ୍କୁ ପ୍ରତିନିଧି ନିହାତି ଦରକାର। ଏ ଅଭାବଟି ଆମେ ଅନୁଭବ କଲୁ ଏବଂ ସମସ୍ତେ ପ୍ରସ୍ତାବ ଦେଲୁ ଭୀମ ଭୋଇଙ୍କ ଗୋଟେ ମୂର୍ତ୍ତି ଏଠି ଉନ୍ମୋଚିତ ହେବ ଏବଂ ସେଠି ପ୍ରତିଷ୍ଠା କରାଯିବ। ଏବଂ ତତ୍କାଳୀନ ସେ ସମୟରେ ପଦ୍ମଶ୍ରୀ ଚତୁର୍ଭୁଜ ମେହେର ଯିଏକି ସେ ମଧ୍ୟ ଆମ ଜିଲ୍ଲାର ଜଣେ ଗର୍ବ ସେ ଯାଇକି ତାକୁ ଉଦ୍ଘାଟନ କରିଥିଲେ। କଥା ହେଲା ଯେ ଯେଉଁ ଭୀମ ଭୋଇ ଉପରେ ମଧ୍ୟ ଗୋଟେ ବହି ଆପଣମାନେ ଜାଣିଛୁ ଗୋଟେ ବହି ମଧ୍ୟ ଲେଖିଛୁ ଯେ ଭୀମ ଭୋଇଙ୍କ ଜୀବନ ଏବଂ ସୃଜନ ସମ୍ପର୍କରେ। ପ୍ରକୃତରେ ଭୀମ ଭୋଇଙ୍କୁ ଆମେ ଯେମିତି ଜାଣିବା କଥା ସେମିତି ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ। ଭୀମ ଭୋଇଙ୍କ ଯେଉଁ ଦର୍ଶନ ରହିଛି ଗଭୀର ଜୀବନ ଦର୍ଶନ ଯେଉଁ ଧର୍ମଭାବ ଯେଉଁ ସାମାଜିକ ବାସ୍ତବତା ଏବଂ ଯେଉଁ ବିଶ୍ୱ ଭାତୃତ୍ୱ ଏ କଥାକୁ ଆମେ ଆଜି ଯୁଗରେ ତାଙ୍କର ଭୀମ ଭୋଇଙ୍କ ସାହିତ୍ୟର ଦର୍ଶନ ପ୍ରାସଙ୍ଗିକତା ରହିଛି
କିନ୍ତୁ ସେ ଭୀମ ଭୋଇଙ୍କୁ ଆମେ ସେ ପର୍ଯ୍ୟନ୍ତ ତାଙ୍କର ଚେତନାକୁ ଛୁଇଁ ପାରି ନାହୁଁ। କେବଳ ସନ୍ଥ କବି ମହିମା ଧର୍ମର କବି ହିସାବରେ ଆମେ ଗ୍ରହଣ କରିଛୁ। ତେଣୁ ସେ ଭୀମ ଭୋଇ ଯିଏକି ସମର୍ପଣ କବି, ସେ ସମର୍ପି ଦେଲି ସର୍ବ, ଏଇ ଯେଉଁ କଥାଟି ସେ କହୁଛନ୍ତି, ଦୁଃଖ ବୁଝ କି ନ ବୁଝ ହେ ଗୁରୁଦେବ ସମର୍ପି ଦେଲି ସର୍ବ। ପୁଣି ସେ ମୋତେ କହୁଛନ୍ତି ଯେ ଶରଣ ବାଞ୍ଛିତ ଭକ୍ତ ଗଡ଼ି ଗଲେଣି ସକଳ, ଦୋଷ ଅପରାଧ କରି କ୍ଷମା ଜାଗ୍ରତରେ ପ୍ରତିପାଳ। ତାପରେ ସେ କହୁଛନ୍ତି ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହଉ। ଆଉ ଗୋଟେ ଆଶ୍ଚର୍ଯ୍ୟ କଥା ଆପଣ ଜାଣିଥିବେ ଯେ ପ୍ରାୟତଃ ସବୁ ଧର୍ମର ଲୋକମାନେ ନିଜ ନିଜ ଧର୍ମକୁ ନେଇ ଗର୍ବ କରିଥାନ୍ତି, କିନ୍ତୁ ଭୀମ ଭୋଇ କହିଲେ ନା, କାରଣ ସେ ମଣିଷକୁ ଭଲ ପାଆନ୍ତି, ଜୀବଜଗତକୁ ଭଲ ପାଆନ୍ତି, ପୃଥିବୀକୁ ଭଲ ପାଆନ୍ତି। ସେ ସେଥିପାଇଁ କହିଲେ ଯେ ଧର୍ମ ପଛେ ନିନ୍ଦା ହଉ ଧରଣୀ ମଣ୍ଡଳ ରହୁ, ଶୂନ୍ୟ ଧରତି ଆକାଶ ଭାସି ନ ଯାଉ, ମୋର ଧର୍ମ ନିନ୍ଦା ହେଉ କିନ୍ତୁ ପୃଥିବୀ ରହୁ। ମାନେ ଏଇ କଥାଟି ବୋଧେ କେତେ ମହାନ ବାର୍ତ୍ତା ଆମ ଭାରତୀୟ ମୋ ଜାଣିବାରେ କୌଣସି କବି ମୋତେ କହିନାହାନ୍ତି। କେତେ ମାନେ ମହାନ କଥାଟି, ଉଚ୍ଚ ଚେତନାର କଥାଟି। ଆଜିକା ଡେଟ୍ରେ ଧର୍ମ ଲାଗି କେତେ ଯୁଗେ ଯୁଗେ ଧର୍ମ ଲାଗି ହିଁ ତାମାନେ ବିଭିନ୍ନ ପ୍ରକାର ହିଂସା ଯୁଦ୍ଧ ଆଉ ବହୁତ ସାମାଜିକ ଦଙ୍ଗା ହଙ୍ଗାମା ବି ହେଉଛି ଧର୍ମର ସୁରକ୍ଷା ଲାଗି। କିନ୍ତୁ ଭୀମ ଭୋଇ ହେଉଛନ୍ତି ଏକମାତ୍ର ସନ୍ଥ କବି, ମାନବବାଦୀ କବି, ମହାନ କବି ଯିଏକି ଧର୍ମ ପଛେ ନିନ୍ଦା ପାଉ ଧରଣୀ ମଣ୍ଡଳ। ଏଇଟା ବାର୍ତ୍ତା ଭୀମ ଭୋଇଙ୍କର ମହତ୍ ବାର୍ତ୍ତା, ମାନବବାଦୀ ବାର୍ତ୍ତା ଦେଇଛନ୍ତି। ଆପଣ ଯେଉଁ କହୁଥିଲେ ଯେ ବ୍ଲକ ଛକରେ ଗୋଟେ ମୂର୍ତ୍ତି ଥିଲା ଏବଂ ତାହା ବର୍ତ୍ତମାନ ସରକାରଙ୍କର ଯେଉଁ ରାସ୍ତା ପ୍ରଶସ୍ତିକରଣ ନାଁରେ ମାନେ ତାକୁ ଭାଙ୍ଗି ଦିଆହେଇଛି ଏବଂ ଆମେ ୟା ଭିତରେ 3ଟି କଲେକ୍ଟରଙ୍କୁ କହିସାରିଲୁଣି, ମାନେ 3ଟି କଲେକ୍ଟରଙ୍କୁ କହିସାରିଲୁଣି ଯେ ଭୀମ ଭୋଇଙ୍କର ପ୍ରତିମୂର୍ତ୍ତିକୁ ସେଠି ପୁନଃସ୍ଥାପିତ କରାଯାଉ। ଗୋଟେ ମହାନଦୀ ସାହିତ୍ୟର ସମ୍ପାଦକ ହିସାବରେ ମଧ୍ୟ ମାନେ ଜିଲ୍ଲାପାଳଙ୍କୁ ଭେଟି କହିଥିଲୁ ଯେ ଭୀମ ଭୋଇ ହେଉଛନ୍ତି ଆମର ଜିଲ୍ଲାର ପରିଚୟ, ତେଣୁ ବ୍ଲକ ଛକରେ ଯେଉଁ ପ୍ରତିମୂର୍ତ୍ତିଟା ଥିଲା ତାକୁ ଗୋଟେ ସୁନ୍ଦର ଭାବରେ ଗୋଟେ ପ୍ରତିଷ୍ଠା କରାଯାଉ ଏବଂ ଯିଏ ଦେଖିବ ଭୀମ ଭୋଇଙ୍କୁ ସମ୍ମାନ ଦେବ, ଭୀମ ଭୋଇଙ୍କର ଖୋଲାପାଲି ସମ୍ପର୍କ ମଧ୍ୟ ଜାଣିବ। ଏ କଥାଟି ଆମେ ସବୁବେଳେ ଚେଷ୍ଟା କରୁଛୁ, କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ କିମ୍ବା ପୌର ପ୍ରଶାସନ ଏପର୍ଯ୍ୟନ୍ତ ସେ କାର୍ଯ୍ୟଟା ସମ୍ପାଦନ କରିପାରି ନାହିଁ। ଆମେ ଭୀମ ଭୋଇଙ୍କର ଯେଉଁ ପ୍ରତିମୂର୍ତ୍ତିଟି ଅବସ୍ଥାପିତ ହୋଇଥିଲା ବ୍ଲକ ଛକରେ, ଯାହା କହୁଥିଲେ ଡକ୍ଟର ଖମାରୀ, ଆମେ ଆମର ଏଇ ଜରିଆରେ ପ୍ରଶାସନକୁ ଅନୁରୋଧ ବାଢ଼ିବୁ ଯେ ଯଥାସ୍ଥାନରେ ସେହି ପ୍ରତିମାର ଅବସ୍ଥାପନ କରାଯାଉ, ଯାହାକି କେବଳ ଯେ ସୋନପୁର ଜିଲ୍ଲାର ପରିଚୟ ନୁହଁ, ଓଡ଼ିଶାର ପରିଚୟ, ଭାରତବର୍ଷର ପରିଚୟ, ଏଇଟା ବିଶ୍ୱ ଦରବାରରେ ସେ ଗୋଟେ ସ୍ୱତନ୍ତ୍ର ସ୍ଥାନ ଲାଭ କରିଛନ୍ତି। ତେଣୁ ତାଙ୍କୁ ଗୋଟେ ସ୍ୱତନ୍ତ୍ର ଆବଦ୍ଧ କୋଠରୀ ବା ହଲ୍ ଭିତରେ ତାଙ୍କୁ ରଖା ନଯାଉ, ସୀମିତ ରଖା ନଯାଉ, ଯିଏକି ଭଳିଆ ଗୋଟେ ବିଶ୍ୱବ୍ୟାପୀ ମାନବବାଦୀ କବି, ସେହିଭଳି ବ୍ୟକ୍ତିତ୍ୱକୁ, ପୁରୁଷଙ୍କୁ ଆମେ ଗୋଟେ ଆବଦ୍ଧ ଶ୍ରେଣୀ କୋଠରୀ ଭିତରେ ରଖା ନଯାଉ, ଏଇଟା ଆମର ଅନୁରୋଧ। ଆଉ ଏବେ ମୁଁ ଟିକେ ମାନେ ସେଇ ପ୍ରସଙ୍ଗରେ ଯେ ଭୀମ ଭୋଇଙ୍କ ସମ୍ପର୍କରେ ଆପଣମାନେ ଜାଣିଥିବେ ଯେ ଭାରତର ରାଷ୍ଟ୍ରପତି ଯିଏକି ତାଙ୍କ ପ୍ରଥମ ବକ୍ତବ୍ୟରେ ଭୀମ ଭୋଇଙ୍କର କବିତାକୁ ସ୍ଥାନିତ କରିଥିଲେ, ଉଲ୍ଲେଖ କରିଥିଲେ ଏବଂ ଆମେ ମହାନଦୀ ସାହିତ୍ୟ ସଂସଦ ତରଫରୁ ଗୋଟେ ପ୍ରସ୍ତାବ ଦେଇଛୁ ଯେ ଭୀମ ଭୋଇ ପୀଠକୁ ସେ ପରିଦର୍ଶନ କରିବା ପାଇଁ ରାଷ୍ଟ୍ରପତିକୁ ଆମେ ଗୋଟେ ପ୍ରସ୍ତାବ ଦେଇଛୁ। ମହାମାନ୍ୟ ରାଷ୍ଟ୍ରପତି ଆସନ୍ତୁ ଏବଂ ଭୀମ ଭୋଇ ପୀଠ ପରିଦର୍ଶନ କରନ୍ତୁ। ଫଳତଃ ଭୀମ ଭୋଇ କେଉଁ ସ୍ତରର କେଉଁ ଚେତନାର ଜଣେ କବି ବା ସନ୍ଥ ତାହା ନିଶ୍ଚିତ ଭାବରେ ଲୋକଲୋଚନ ଆଣିବ। এই প্রস্তাবটি মধ্যে আমি ଦେଇଛୁ। ସୁନ୍ଦର ପ୍ରସ୍ତାବ ଦିଆଯାଇଛି। ଆଉ ଆଶା କରାଯାଏ ବର୍ତ୍ତମାନର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମ୍ୟାଡ଼ାମ୍ ଏହା ଉପରେ ବିଚାର କରିବେ, ଯାହା ଆମେ ତାଙ୍କର ବ୍ୟକ୍ତିତ୍ୱ ତାଙ୍କର ଆମେ ଜାଣୁଛୁ। ତ ସୁନ୍ଦର ପ୍ରସ୍ତାବ ଦିଆଯାଇଛି ଆପଣ ଆମର MSS ବା ମହାନଦୀ ସାହିତ୍ୟ ସଂସଦ ତରଫରୁ। ଆଉ ବର୍ତ୍ତମାନ ସେଇ ଏକା ଏକା ସାଗରିକାରୁ କିଛି ଆପଣଙ୍କର ଗୋଟେ ଟିକେ ପଦ ଦୁଇଟା ଆପଣ ଆମର ଦର୍ଶକଙ୍କୁ ଶୁଣନ୍ତୁ।
କବିତାର କିଛି ପଙ୍କ୍ତି ଏକା ଏକା ସାଗରିକା ବହୁତ ପୁରୁଣା କବିତା ବା ଯେକୌଣସି କବିତା ଆପଣ ବହୁ ବର୍ଷ ତଳେ ଲେଖା ହେଇଥିଲା କିଛି ନାହିଁ ଆପଣ ଯେକୌଣସି ଆପଣଙ୍କର ପଙ୍କ୍ତି ଆମର ଦର୍ଶକଙ୍କୁ ଶୁଣାଇବେ ଆପଣଙ୍କ ହିସାବରେ ଯାହା ଆପଣ ଠିକ୍ ବୋଲି ଭାବୁଛନ୍ତି ଦର୍ଶକ ମହଲରେ ଆପଣ ଶୁଣାଇବେ। ତେଣୁ ପ୍ରେମ ସବୁବେଳେ ଚିର ସବୁଜ ପ୍ରେମକୁ ଅନୁଭବ କରି ହୁଏ ପ୍ରେମିକା ମଧ୍ୟ ସବୁବେଳେ ଚିର ସବୁଜା ସେଥିପାଇଁ ଆସ ତମ ନିଥର ଆବେଗ ଆଉ ମୋର ଆୟୁଷ୍ମାନ ବୟସ ଧରି କଳହ କରିବା ଜହ୍ନ ସମୁଦ୍ର ପରି ତମ ନିଥର ଆବେଗରେ ମୋର ଆୟୁଷ୍ମାନ ବୟସରେ କେତେ ଯେ ପ୍ରେମର ମଞ୍ଜି ଥିବ ତାହାକୁ ମଧ୍ୟ ବ୍ୟାଖ୍ୟା କରିବା ଆମ ନିଜ ନିଜ ଭିତରେ ଏକାନ୍ତରେ ଏମିତି କବିତା ସବୁ ଅଛି ରହିଛି ଅନେକ ତା ସହିତ ଅନେକ କବିତା ମଧ୍ୟ ଆପଣ କବିତା ଲେଖିବା ଧାରା ଜାରି ରଖିଛନ୍ତି କବିତା ବ୍ୟତୀତ ଆପଣ ଆଉ କେଉଁ ଦିଗରେ ଆପଣଙ୍କର ପ୍ରବନ୍ଧ ଲେଖେ ପ୍ରକାଶିତ ପ୍ରବନ୍ଧ କ'ଣ ପ୍ରବନ୍ଧ ହାରା 10-15ଟି ପ୍ରବନ୍ଧ ପ୍ରକାଶିତ ହୋଇଯାଇଛି ସମାଲୋଚନା ପ୍ରକାଶିତ ହୋଇସାରିଛି ତାକୁ ଗୋଟେ ଦୃଷ୍ଟିକୋଣ ନାମରେ ଗୋଟେ ସଂକଳନ ମଧ୍ୟ କରିଛି ଏ ବର୍ତ୍ତମାନ ମଧ୍ୟ ଅନେକ ପ୍ରବନ୍ଧ ଲେଖା ହୋଇଛି ତାକୁ ମଧ୍ୟ ନାଇଁ ପ୍ରକାଶିତ ହୋଇଛି କିନ୍ତୁ ତାକୁ ସଂକଳିତ ହୋଇପାରି ନାହିଁ ତେଣୁ ଭବିଷ୍ୟତରେ ମୁଁ ଗୋଟେ ପ୍ରବନ୍ଧ ଲେଖିଥିଲି ଆପଣ ଜାଣିଥିବେ ଯେ ସମୟ ଦର୍ପଣରେ ରେବତୀ ମାନେ ସେ ସମୟରେ ଖୁବ୍ ଆଲୋଚନା ହୋଇଥିଲା ସମୟ ଦର୍ପଣରେ ଫକୀରମୋହନ ସେନାପତି ନାଇଁ ଫକୀରମୋହନଙ୍କ ରେବତୀ ଠାରୁ ଆଦିତ୍ୟେଶ୍ୱର ମିଶ୍ରଙ୍କ ରେବତୀ ପର୍ଯ୍ୟନ୍ତ ମାନେ ରେବତୀ କେମିତି ପରିବର୍ତ୍ତିତ ହେଉଛି ସେଦିନ ରେବତୀ ପାଠ ପାଇଁ ସଂଘର୍ଷ କରୁଥିଲା କିନ୍ତୁ ଆଦିତ୍ୟେଶ୍ୱର ମିଶ୍ରଙ୍କର ରେବତୀ କହୁଛି ପାଠ କ'ଣ ହେବ ଚୁଲିକୁ ନେଇଯା ବୋଲି ସେ କହୁଛି ଗିରି ଦର୍ଶନଙ୍କ ରେବତୀ କହୁଛି ନା ମୁଁ ବନ୍ଧୁକ ଧରି ଏ ସନ୍ତ୍ରାସବାଦୀ ହେବି ଅନ୍ୟାୟ ବିରୋଧୀ ସ୍ୱର ଉତ୍ତୋଳନ କରିବି ପୁଣି ହୃଷିକେଶ ପଣ୍ଡାଙ୍କ ରେବତୀ କହୁଛି ଏ ବିବାହ ଭାବଟା ଏଇଟା କିଛି ନୁହେଁ ଗୋଟେ ଅର୍ଥୋଡକ୍ସ କଥା ବୋଲି ସେ ଆମେରିକା ଯାଇକି ରିସର୍ଚ୍ଚ କରୁଛି ମାନେ ଦେଖନ୍ତୁ ରେବତୀର କେମିତି ପରିବର୍ତ୍ତନ ବିଭିନ୍ନ ସମୟରେ ପରିବର୍ତ୍ତନ ତା ଉପରେ ଗୋଟେ ମାନେ ପ୍ରବନ୍ଧ ଲେଖିଥିଲେ ଅନେକ ପାଠକ ମଧ୍ୟ କହିଥିଲେ ଯାହା ହଉ ଆପଣଙ୍କର ସୁନ୍ଦର ଉପସ୍ଥାପନା ଯେ ପ୍ରକୃତ ରେବତୀ ରହିଛି ଏବଂ ଆପଣ ରେବତୀ ଭିନ୍ନ ଭିନ୍ନ ତାର ରୂପ ପରିବର୍ତ୍ତନ ସେ ସମୟରେ 4-6 ଗୋଟେ ଲୋମସ ଝିଅ ନା ଥିଲା ରେବତୀ ଆପଣ ଶୁଣିଥିବେ ମାନେ ସେ ଲୋମସ ଝିଅ ମଧ୍ୟ ରେବତୀ ଏବଂ ସେ ମଧ୍ୟ କେମିତି ମାନେ ମୁକ୍ତି ଚାହୁଁଛି ତା ଲୋମସପଣରୁ ବା ଚିକିତ୍ସା ଚାହୁଁଛି ତାର କଥା ମଧ୍ୟ ରହୁଛି ତେଣୁ ରେବତୀ ଫକୀରମୋହନ ସମୟରେ ଥିଲା ବର୍ତ୍ତମାନ ଅଛି ଭବିଷ୍ୟତ ମଧ୍ୟ ରହିବ ସେ ନାରୀ ପ୍ରତୀକ ହିଁ ରେବତୀ ବୋଲି ମୁଁ ଭାବେ ରେବତୀ ଫକୀରମୋହନରୁ ଆରମ୍ଭ କରି ଆଜି ଯାଏ ଅଛି ଏବଂ ଆଗାମୀ ଦିନରେ ନାରୀ ପ୍ରତୀକ ହିସାବରେ ସେ ରହିବ ରେବତୀଟା ରହିବ ତେବେ ଆମେ ଆପଣଙ୍କୁ ପାଖରୁ ଆଉ ଟିକେ ଜାଣିବାର ଲାଗି ଚାହିଁବୁ ଜଣେ ଅଧ୍ୟାପକ ତ ଆପଣ ଓଡ଼ିଆ ଭାଷା ସାହିତ୍ୟର ଜଣେ ସଂସ୍କୃତି ପ୍ରେମୀ ହିସାବରେ ବି ଆମେ ଜାଣୁଛୁ ଆଉ ଆମ ଜିଲ୍ଲାର ଆମ ସୋନପୁରର ଯେଉଁ ମହାନଦୀ ସାହିତ୍ୟ ସଂସଦ ରହିଛି ତାର ପ୍ରତିଷ୍ଠାତା ସଦସ୍ୟ ମୁଁ ଯାହା ମୋର ନଲେଜରେ ଯାହା ଅଛି ଏବଂ ବିଭିନ୍ନ ସମୟରେ ତାର ବିଭିନ୍ନ କର୍ମକର୍ତ୍ତା କେତେବେଳେ ସଭାପତି କେତେବେଳେ ସମ୍ପାଦକ ବର୍ତ୍ତମାନ ସମ୍ପାଦକ ଅଛନ୍ତି ତ ଏଇ ମହାନଦୀ ସାହିତ୍ୟ ସଂସଦର ସମ୍ପାଦକ ଭାବରେ ବା ଜଣେ ସ୍ଥାୟୀ ସଦସ୍ୟ ପ୍ରତିଷ୍ଠାତା ସଦସ୍ୟ ହିସାବରେ ଆଉ କ'ଣ ସବୁ କାମ ସବୁ ଆପଣ ଆମର ଜିଲ୍ଲାର ସାହିତ୍ୟ ସଂସ୍କୃତି ନାଟକ ଇତ୍ୟାଦି ଦିଗରେ ଆପଣ ସ୍ୱପ୍ନ ରଖିଛନ୍ତି ବା ଆଗକୁ ନେବା ପାଇଁ ଚାହୁଁଛନ୍ତି? ହଁ ଦେଖନ୍ତୁ ମହାନଦୀ ସାହିତ୍ୟ ସଂସଦ ଯେତେବେଳେ ଜିଲ୍ଲା ଗଠନ ହେଲା ତାପରେ ମହାନଦୀ ସାହିତ୍ୟ ସଂସଦ ଜନ୍ମ ଲାଭ କଲା
ଏବଂ ଆଜି ପର୍ଯ୍ୟନ୍ତ ମହାନଦୀ ସାହିତ୍ୟ ସଂସଦ ଜିଲ୍ଲାର ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ଅନେକ କାମ କରିଛି, ଯାହା ମୁଁ କହୁନାହିଁ, ଆପଣମାନେ ମାନେ ସ୍ୱୀକାର ନିଶ୍ଚିତ ଭାବରେ କରିବେ। ଏବଂ ବାହାରୁ ଆସିଲେ ମଧ୍ୟ ମହାନଦୀ ସାହିତ୍ୟ ସଂସଦ ନାଁଟି ନେଇଥାନ୍ତି। ତେଣୁ ଏଠି ଆମେ ସବୁବେଳେ ନୂଆ ନୂଆ କିଛି କାମ କରୁ, ସମାଜ ସଂସ୍କାର ହେଉ, ସାହିତ୍ୟ କ୍ଷେତ୍ର ହେଉ। ଆପଣ ଜାଣିଥିବେ ଯେ ଭାଗବତ ଟୁଙ୍ଗି ଯେଉଁ ସରକାର ଯେଉଁ ପୁନର୍ଗଠନ କଲେ, ଆପଣ ଜାଣିଥିବେ 2011 ମସିହାରେ ଆମେ ପ୍ରତି ଗାଁକୁ ଯେ ଭାଗବତ ଚର୍ଚ୍ଚା କରୁ ନାଁ ଦେଇଥିଲୁ ଯେ ଭାଗବତ ଟୁଙ୍ଗି ପୁନରୁତ୍ଥାନ। ତା ପରବର୍ତ୍ତୀ କାଳରେ ସରକାର ଗୋଟେ ଯୋଜନା ହେଇଗଲା। ଆପଣ ଜାଣିଥିବେ ଗୋଟେ କାଠଗଢ଼ାର କବି, କାଠଗଢ଼ାରେ ଲେଖକମାନଙ୍କୁ ଆମେ ରଖୁ ଏବଂ ତାଙ୍କର ମତାମତ ଦେବା ପାଇଁ ଗୋଟେ କରାହେଇଥିଲା ମାନେ କାର୍ଯ୍ୟକ୍ରମ। ତାହା ମଧ୍ୟ ପରବର୍ତ୍ତୀ କାଳରେ ଆପଣ ଟିଭିରେ ଦେଖୁଥିବେ, ସେ କାର୍ଯ୍ୟକ୍ରମ ମଧ୍ୟ ହେଉଛି। ତେଣୁ ଏମିତି ଅନେକ କାର୍ଯ୍ୟକ୍ରମ ଯାହାକି ନିଆରା ଢଙ୍ଗରେ ଚାଲେ ଏବଂ ସେଇ ଓଜସ୍ ପତ୍ରିକା ତାର ମୁଖପତ୍ର ଆଜି ମଧ୍ୟ ପ୍ରକାଶ ପାଉଛି। ଏବଂ ସବୁ ପ୍ରତିଭାମାନଙ୍କୁ ଯେଉଁମାନେ ପ୍ରତିଭାମାନେ ଲୁଚି ଯାଇଛନ୍ତି ଗାଁ ଗହଳିରେ, ସେଇଭଳିଆ ପ୍ରତିଭାମାନଙ୍କୁ ମଧ୍ୟ ମହାନଦୀ ସାହିତ୍ୟ ସଂସଦ ସମ୍ମାନିତ କରିବାର ପ୍ରୟାସ ରଖିଛି। ଆଜି ପର୍ଯ୍ୟନ୍ତ ଅନେକ ଲୋକ ସମ୍ମାନିତ ହୋଇଛନ୍ତି, ପ୍ରତିଭା ଚିହ୍ନଟ ହୋଇଛନ୍ତି ଏବଂ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ କାମ କରିଚାଲି ବେଶୀ କରିନାହିଁ, ଚାଲିଛି, ତା ଚେଷ୍ଟା ଅବ୍ୟାହତ ରଖିଛି। ମନେକର ଆମ ଯେଉଁ ଦଣ୍ଡ ଉପରେ, ନାଟକ ଉପରେ, ଗଳ୍ପ ଉପରେ ମଧ୍ୟ କର୍ମଶାଳା ହୁଏ, କବିତା ଉପରେ ମଧ୍ୟ କର୍ମଶାଳା ହେଇଛି। ତେଣୁ ଏମିତି ବହୁ କାର୍ଯ୍ୟକ୍ରମ ମହାନଦୀ ସାହିତ୍ୟ ବିଭିନ୍ନ ସମୟରେ ନାଟକ ପ୍ରତିଯୋଗିତା ବି ଆରମ୍ଭ, ନାଟକ ସମ୍ମାନ ମାନେ ପ୍ରୋତ୍ସାହନ ଦେବାର ଲାଗି ସଚେତନ ନାଟକ ଯେଉଁ ବର୍ତ୍ତମାନ କ୍ଷେତ୍ରରେ ମଞ୍ଚ ନାଟକ, ମଞ୍ଚ ନାଟକର ମାନେ ଯେଉଁ ପ୍ରାୟ ତାର ଆଦୃତିଟା ପ୍ରାୟ ଲୋପ ପାଇ ଆସୁଥିବା ବେଳେ ବର୍ତ୍ତମାନ ଯେଉଁ ୟୁଟ୍ୟୁବ, ଇନଷ୍ଟା ବା ଆମର ଯେଉଁ ମୋବାଇଲ ଏସବୁ ଯୁଗରେ ତ ଲୋକ ଭୁଲି ଯାଉଛନ୍ତି ମଞ୍ଚ ଉପରେ। ତେଣୁକରି ନାଟକ, ଦଣ୍ଡ ବା ଯେକୌଣସି ମଞ୍ଚ କାର୍ଯ୍ୟକ୍ରମକୁ ମହାନଦୀ ସାହିତ୍ୟ ସଂସଦର ଜରିଆରେ ଆପଣ ତାର ପୁନରୁଦ୍ଧାର କରି ଆସୁଛନ୍ତି। ଏଠି ସ୍ମରଣ କରାଯାଇପାରେ ଯେ 2001 ମସିହାରେ ଆମେ ଗୋଟେ ସୋନପୁର ଉତ୍ସବ ରବୀନ୍ଦ୍ର ମଣ୍ଡପରେ କରିଥିଲୁ। ରବୀନ୍ଦ୍ର ମଣ୍ଡପରେ ସୋନପୁର ଉତ୍ସବ, ସେଠି ଗୋଟେ ନାଟକ କରାହେଇଥିଲା କୁଆଁରୀ ଏବଂ ଆମ ଅଞ୍ଚଳରେ ଯେଉଁ ବୀଣାକାର ଦଣ୍ଡ ନୃତ୍ୟକୁ ସେଠି ପରିବେଷଣ କରାଯାଇଥିଲା। ଏବଂ ସେ ଦଣ୍ଡ ନୃତ୍ୟ ବହୁତ ସେ ସମୟରେ ଦର୍ଶକମାନେ ପ୍ରଭାବିତ ହେଲେ। ଏଇ ଦେଖିଲା ପରେ, ସେ କାର୍ଯ୍ୟକ୍ରମ ଦେଖିଲା ପରେ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ। ତେଣୁ ଲୋକ କଳାକାରମାନଙ୍କୁ କିଭଳି ଭାବେ ଗୋଟେ ସହରରେ ନେଇ ଗୋଟେ ନିଆରା କାର୍ଯ୍ୟକ୍ରମ କଲାପରେ କେମିତି ଆଦୃତି ଲାଭ କଲା ଏବଂ ପରବର୍ତ୍ତୀ କାଳରେ ସବୁ ଲୋକ ଉତ୍ସବମାନଙ୍କରେ ଏଇ ଦଣ୍ଡ ସ୍ୱାଙ୍ଗ ଭିତ୍ତିକ କାର୍ଯ୍ୟକ୍ରମ ବହୁତ ପସନ୍ଦ ମଧ୍ୟ କଲେ। ତେଣୁ ସବୁବେଳେ ଏଇ ଲୋକନୃତ୍ୟକୁ ଆଣିବା ପାଇଁ ନୂଆ ନୂଆ କାର୍ଯ୍ୟକ୍ରମ ମହାନଦୀ ସାହିତ୍ୟ ସଂସଦ ହାତକୁ ନେଇଥାଏ ଏବଂ ଚେଷ୍ଟା ମଧ୍ୟ କରିଥାଏ। ମହାନଦୀ ସାହିତ୍ୟ ସଂସଦ ତାର କାର୍ଯ୍ୟଧାରା ଜାରି ରଖିଛି। ଲୋକକଳା, ସଂସ୍କୃତି, ନାଟକ, ସାହିତ୍ୟ ଏସବୁ ଆପଣଙ୍କର ମହାନଦୀ ସାହିତ୍ୟ ସଂସଦ ଜରିଆରେ ଆପଣଙ୍କର ଯେଉଁ କାର୍ଯ୍ୟକ୍ରମ ଜାରି ରଖିଛି। ବହୁତ ବହୁତ ଧନ୍ୟବାଦ। ସୁନ୍ଦର ଭାବରେ ବର୍ତ୍ତମାନ ଆମେ ଜାଣିବୁ ଜଣେ ଡକ୍ଟର ସୌରଭ ରଞ୍ଜନ ଖମାରୀ ବେଶୀ ସୁବର୍ଣ୍ଣପୁର ବା ସୋନପୁର ମାଟିରେ ତାଙ୍କର ପରିଚିତି, ଯଦିଓ ସେ ତାଙ୍କର ଜନ୍ମ ବୌଦ୍ଧ ଜିଲ୍ଲାରେ, କିନ୍ତୁ ବର୍ତ୍ତମାନ ସୌରଭ ଖମାରୀ କହିଲେ ସୋନପୁରରେ ହିଁ ବା ସୋନପୁର ଜିଲ୍ଲାରେ ହିଁ ବେଶୀ। ଏହା ଉପରେ ଆପଣଙ୍କର ମତ କ'ଣ ରଖିବେ? ମୂଳତଃ ମୁଁ ଗୋଟେ ଭୌଗୋଳିକ ସୀମାରେଖା ଉପରେ ମାଟିକୁ ଭଲ ପାଏ, ପୃଥିବୀକୁ ଭଲ ପାଏ। ସେଥିପାଇଁ ମୁଁ କହେ ପୃଥିବୀ ପ୍ରେମରେ ବଞ୍ଚେ ଏବଂ ଭଲ ପାଇବାରେ ହସେ। ତେଣୁ ଭୀମ ଭୋଇ ଯେହେତୁ ବିଶ୍ୱ ମାନବବାଦର କବି, ସେ କୌଣସି ଆଞ୍ଚଳିକତା ଉର୍ଦ୍ଧ୍ୱରେ ଥିଲେ। ଠିକ୍ ସେମିତି ମୁଁ କେଉଁଠି ଜନ୍ମ ହେଲି, କେଉଁଠି ପାଠ ପଢ଼ିଲି ବା କେଉଁଠି ଚାକିରି ତାହା ବଡ଼ କଥା ନୁହେଁ। ମଣିଷକୁ ଭଲ ପାଇବାଟା ହିଁ ସବୁଠାରୁ ବଡ଼ କଥା ଏବଂ ମଣିଷର ସେବା କରିବା ହିଁ ବଡ଼ କଥା। ଆପଣ ଜାଣିଥିବେ ମୁଁ ଗୋଟେ କାର୍ଯ୍ୟକ୍ରମ
प्रतिदिन आहार केन्द्र किसी खाद्य पुड़िया नहीं जो मैंने निराश रही बस स्टैंड रे आम ब्लॉक छकरे जो मैंने खाई पाऊन मु दिए यहाँ यही कार्यक्रम मुझे कही ना कि आज टीवी माध्यम आपन कहीदे जे एथिरे अनेक लोक अनेक कथा कही था किंतु आपण मैंने जानी जे भारत एते आगू जाऊँगी ओडिशा एते आगू जाऊँगी जो मैंने हॉस्पिटल रे छात तले नुहे से बारंडारे शोचती देखला पर मु भावे जे प्रकृति रे आम सतरे आगू जाइचु कि पछक फेरीचु आज पर्यंत से खाइबा पाऊना शोवाई कम्बल ना मु शीत जो जाए देखें जे आश्चर्य कथा ये स्वाधीन भारत में स्वाधीनतार 75 वर्ष आम केते आगू जाइचु माने यही भावनाटा से भितर आसे से वर्षारे होता कि शीत होता बा जिते बिजुली हेले मु खाद्य बांटिया मु जेकोनी माने कुंडा प्रकाश करे नहीं एवं जाए कारण से खाद्य पुड़ियाटा ही तार जीवन को रक्षा कर सुंदर कथाटे आपणकर प्रकाश करछंती आज सेवा ही धर्म जहाँकि यही आपणकर यही जरिया रे जो प्रकाश कले ए गोटे महत् कामटे आपण करुछंती खरा हो वर्षा हो शीत हो आपण समय बाहर करिकी आहार केन्द्र को जाउछंती आहार केन्द्र को जाई से निराश्रयी मानको पाई किछि खाद्य आनिके जगौछंती एटा अन्य मानको पाई निहाती भाबे गोटे प्रेरणा ही रहबो एटा आमर भारतवर्ष रे हमको आज भी निजको निजे प्रश्न करूँ जे विकसित भारत 75तम तार स्वाधीनता लाभ कलापर भी केमती के जाने कहीं भाया गोटे परिस्थिति कौटी ना कौटी रही जाइए। बहुत बहुत धन्यवाद आपणकर यही साधु प्रयास में आपण तो कहते जे आपणकर जेन दुस्थ निराश्रयी मानकर प्रति आपणकर गोटे स्वतंत्र नजर रखुछन विभिन्न समय रखुचंती तो यही भाया गोटे मानसिकता गोटे परोपकारी मनोभावटा यह विरल प्राय समस्त पाखरे रहिबा कथा जेहेतु आम मनीष जन्म नहीं तो यही आदर्शर यार कहाँ आपण केमती हिसाब से प्रभावित हेले ये भाया निहाती भाव में आपंकर यार पछरे किसी महापुरुषंकर किसी आदर्श अनुप्राणित होते निश्चित भाव में आप मैंने मु आदर्श भाव में महात्मा गांधी को ग्रहण करें कारण महात्मा गांधी गोटे पद से कहते जे प्रार्थनारत ओठ अपेक्षा गोटे सेवाकारी हाथ आहरी पवित्र तेणु सेवाटा ही माने मूल मंत्र एक कथार से कहते आम परंपरा मध्य कहे सेवा ही परम धर्म एवं ए प्रसंग में आउ जड़े वर्तमान समय आपने जानी सत्यसाई बाबा विषय मु सत्यसाई सेवाश्रम को जाइए पुटपर्ती सेठी मुझे देखिली जे सेवारे समस्त समर्पित से प्रार्थना पे सेवा को गुरुत्व दौरान तेणु ए दृष्टि भाविली जे ये प्रार्थना करवा किंबा क्या टंका देदेवा ये सब अपेक्षा निजे सेवा करवाटा ही उचित मन कली से मु सेवा प्रसंगटे मु गुरुत्व दे था आपण कहले जे ओडिया बर्तमान ओडिया अस्मिता कथा चली ओडिया भाषार सुरक्षा निहाती दरकार कारण ओडिया भाषा गोटे प्रकार अवहेलित रही कारण विगत किछि वर्ष है ओडिया अस्मिता भूली जाइलु आम देखुचु जे आम जो महाविद्यालय पाठ पढ़ुचु ओडिया कम पाठ पढ़ुंट ओडिया विभाग कहले जो मैंने कहते ओडिया पढ़ले चाकरी मिलियो नहीं ये सब कथा नहीं पिला माने आखि फेरी दौरान। हाँ आपण जड़े ओडिया भाषा साहित्य जड़े छात्र वर्तमान अध्यापक वरिष्ठ अध्यापक विभाग मुख्य ये प्रश्नटे मोर आपण ओडिया अस्मिता कथा जेते वर्तमान सरकार ओडिया अस्मिता एवं यार विगत पूर्व सरकार मध्य किछि आरंभ करिथिला ओडिया अस्मिता उपरे किंतु वर्तमान यही खाली ओडिया अस्मिता कही कही आम खाली मौखिक भाव में कहले हम नहीं ओडिया अस्मिता को बंचाई रखा बा ओडिया अस्मितार मान बा ओडिया अस्मिता को जो केमती
आपको तार बंचाई रखा जाई परिबो एवं तार मान वृद्धि करा जाई परिबो एई कथाटा आमे जानिबा को पाइबो जणे ओडिया भाषा साहित्य विभाग रो छात्र एवं ए अध्यापक हिसाब रे कौन सब करा जाई पारे रखा जाई पारे प्रचेष्टा माने सुंदर माने प्रश्न सुंदर कथाटी कहले प्रकृत में ओडिया अस्मिता कथाटी जे कहूछु ओडिया अस्मिता आम हराई सारिथिलु कारण मु जेतेबेले कॉलेज रे पाठ पढ़े कॉलेज रे जेतेबेले पचारे से माने गीतटे गाओ कहले ओडिया गीत कहीं गाते ना से माने हिंदी किंबा इंग्राजी गीतटे गाइबे पुणी ओडिया खाद्य को खाद्य भल लगे से माने ये जो फास्टफुड कल्चर से कहे ओडिया पिठा भल लगे ना बेश पोशाक मत भल लगे ना एपरिक आम ओडिशार जो ये सम्बलपुर शाढ़ी बा बांध शाढ़ी मध्य आमर ओडिया महिला मानक ओडिया झील मान पसंद लगी न था तेणु फल तो मुझे भावे जे ओडियार एत कथा कहूँ ओडियार परिचय जहाँ ताको आम कि भाव में माने दूरे दौचु तेणु एपाई निहाती दरकार कि आम समस्ते युवपीढ़ी हो कि अध्यापक हो कि छात्र छात्री समस्ते जदि ओडियात्व को बजाय रखा निश्चित भाव में ओडिया अस्मिता बजाय रपर्यंत आम निज क्षेत्र में ताको प्रयोग करवा नहीं से पर्यंत आम केवल कथार कहता जमी सरकार ओडिया एक सरकारी भाषा बोली 1954 मसीह होती एपर्यंत ओडिया भाषा किंतु कार्यक्रम हो पारना तेणु कागज कलम केवल रपर्यंत आम निजे दैनंदिन जीवन में ताको व्यवहार न करवा आम सांगसाथी ठार आरंभ कर आम घर लोक पुओ चे समस्ते जदि ओडिया चाली चलन रीतिनीति भल पाइबे निश्चय भाव में ओडिया अस्मिता सृष्टि ओडिया वर्तमान देखा जाउछि ओडिया भाषा उपरे माने वैदेशिक भाषार विशेषकर इंग्राजी भाषार बा अन्य कौन पड़ोशी राज्यर भाषा गुड़िकर अनुप्रवेश बा जो जबरदस्त आक्रमण विभिन्न संगीत क्षेत्र में गीत क्षेत्र में हो आपण से ओडिया भाषा को अहेतुक भाव से जगह माने प्रयोग कर विशेषकर चालू गीत हो संगीत हो तो यहाँ केते तो ठीक बोली आप भावुँच ओडिया अस्मिता कथा आम जिते चिंता करूँ युड़िकर माने उपरे लगाम तो निहाती भाव रहा कथा यहाँ ना ओडिया अस्मिता को जदि आम बजाय रखा बा ओडिया अस्मिता जो शब्दटी वर्तमान उठुची एक पूरापूरी गोटे स्पर्शकातर शब्द माने वर्तमान ही उठी है उभय राज्य एवं जातीय राज्य स्तर में ओडिया कहले तो आम ओडिशार कथा उठुची परंपरा चाली चलनी भाषा खाद्य पोशाक सब किछि तो ये जो वैदेशिक जो रही विदेशर जो अत्याधुनिक जो शैलीटा खाद्य रे हो भाषा रे हो यार ऊपर के आम वर्तमान जुगोपयोगी हेबा ना किसी ओडिया अस्मिता को बजाय रखा गले या किसी लगाम रखा निश्चय भाव आम संगीत क्षेत्र हो बा जेकोसी गीत सब क्षेत्र गोटे लगाम दरकार कारण आम गोटे असांस्कृतिक मान संस्कृति विरोधी कथा कहूँ संगीत विरोधी कथा कहूँ कारण आम जिते पश्चिम ओडिशा कथा कहूँ मुझे पिला पचारे जे रंगवती गीत गाई किए से कहीपारती ना से फकीर पट्टनायक किए जानती ना माने आम जो पश्चिम ओडिशा संगीतर कला संस्कृति गंताघर पश्चिम ओडिशा यदि आम पूर्व पीढ़ी को जदि आम मन न रखा तेज अन्य मैंने मन रखे कि मैंने अतीत को मतलब भल पाइबा कथा परंपरा को आम सम्मान देवा उचित कारण से जो सब कार्य कर से समय गीत को संगीत को बजाय रखिंट एपरिक आम सोनपुर वृंदावन नायक को कहीं जानते ना से जो सुंदर गीत आप मन थी जे उज्जवलमती राधा कि सुंदर गीतटे से भाया पारंपरिक गीत निश्चित भाव में अस्मितार परिचय दब से भाया गीत को आम भल पाइबा एवं आजिकल जो रक गीत गुड़ाक जोटा आसूची तापर आप संस्कृति विरोधी आप समस्त सम्मुखें से गीतर स्वर ना कि संगीत ना बोली कहबी तो संगीत कह गोटे नॉइज शब्द कह संगीत अत्याचार अत्याचार माने आक्रमण आक्रमण संगीतर मान को पूरापूरी एवं संगीत को पूरापूरी से धराशायी कर तो से प्रति वर्तमान युवपीढ़ी को आम निहती भाव गोटे ये रखा से भाया अपसंस्कृति बा से भाया शब्द गुड़िकर जो मैंने गीतिकार बा लेखुंट कविता ये गीत लेखुंट
ଆପଣ ଦେଖନ୍ତୁ ଗୋଟେ ଶବ୍ଦ ଗୋଟେ ଗୀତରେ ଅଛି ପୁରା ଗୀତଟା ମୁଁ କହିବିନି ଗୋଟେ ବ୍ୟୁଟିନେସ୍ ବୋଲିକରି ଗୋଟେ ଗୀତରେ ସମ୍ବଲପୁରୀ ଗୀତରେ ବ୍ୟୁଟିନେସ୍ ଆଚ୍ଛା ବ୍ୟୁଟିନେସ୍ଟା ପୁରାପୁରି ଏକରେ ତ ସେଇ ଶବ୍ଦକୁ ଭୁଲ ଭାବରେ ବ୍ୟବହାର କରାଯାଉଛି ସେ ଜାଗାରେ ବ୍ୟୁଟିରୁ କେତେବେଳେ ବ୍ୟୁଟିନେସ୍ ହୁଏ ନାହିଁ ତ ଏଇଭଳିଆ ତାକୁ ପୁଣି ରେକର୍ଡ଼ିଂ କରି ବ୍ୟବସାୟିକ ଦୃଷ୍ଟିକୋଣରୁ ସେଟା ହେଉଛି ଏବଂ ସେଇ ଗୀତର ତ ମାନ ଯାହା ବି ହଉ ଗୋଟେ କାନରେ ଶୁଣିକି ଆଉ ଗୋଟେ କାନରେ ବାହାରି ଯାଉଛି କିନ୍ତୁ ସେଟା ରଙ୍ଗବତୀ ଭଳିଆ ଲବଙ୍ଗଲତା ଭଳିଆ କି ଆପଣ ଏବେ କହୁଥିଲେ ବୃନ୍ଦାବନ ନାୟକଙ୍କର ଗୀତ ଭଳିଆ ଗୋଟେ ଚିର ସବୁଜ ବା ସବୁଦିନିଆ ଭଳିଆ ଗ୍ରହଣୀୟ ହେଉନାହିଁ ତ ମାନେ ସେ କୁହନ୍ତି ଗୋଟେ ନିରୋଳା ଓଡ଼ିଆ ଗୀତ ନିରୋଳା ସମ୍ବଲପୁରୀ ଗୀତ ବା ନିରୋଳା ମାନେ ଗୀତଟେ ହେଉନି ସବୁ ମିକ୍ସ ମାନେ ଯେଉଁଟାକି ରିମିକ୍ସ ହେଇଯାଉଛି ଭଲ ଆମ ସଂସ୍କୃତି ବା ସଙ୍ଗୀତ ପ୍ରତି ଭଲ ପରମ୍ପରା ନୁହେଁ ସଙ୍ଗୀତ ଜଗତ ପ୍ରତି ସେଇଟା ଗୋଟେ ନିହାତି ଭାବେ ସେଟା ଗୋଟେ ଅସମ୍ମାନ ହେଉଛି ସେଇଟା ଅସମ୍ମାନ ହେଉଛି ଖାଲି ସଙ୍ଗୀତ ନୁହେଁ ସାହିତ୍ୟ ଉପରେ ମଧ୍ୟ ସେଇଟା ଗୋଟେ ଅସମ୍ମାନ ସାହିତ୍ୟର ମଧ୍ୟ ଉପରେ ବି ସେଟା କିଛି ଗୋଳିଆ ହେଇଯାଉଛି ତ ଏଥିଲେ ଆଜି ଆମର ତନୁସାନ କୁନୁଆର ଗୋଟେ ସ୍ୱତନ୍ତ୍ର କୁନୁଆ ବା ଅତିଥି ତନୁସାନ ଅତିଥି କୁନୁଆ ଡକ୍ଟର ସୌରଭ ରଞ୍ଜନ ଖମାରୀ ଯିଏକି ବହୁତ ସୁନ୍ଦର କଥା ବିଭିନ୍ନ ତାଙ୍କର ସାହିତ୍ୟ ସାଧନା ଉପରେ ତାଙ୍କର ଅଧ୍ୟାପନା ଉପରେ ତାଙ୍କର ଯେଉଁ ରହିଛି ବିଭିନ୍ନ ଗବେଷଣା ଉପରେ ଯାହା ଯାହା କିଛି ଉପରେ ତାଙ୍କର ବ୍ୟକ୍ତିଗତ ଜୀବନୀ କ'ଣ ସବୁ ତାଙ୍କର ଶୈଳୀ କାର୍ଯ୍ୟଶୈଳୀ ଏହା ଉପରେ ସେ ରଖିଗଲେ ଆଉ ଆମେ ତନୁସାନ ପରିବାର ତରଫରୁ ନିହାତି ଭାବେ ଡକ୍ଟର ଖମାରୀଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇବା ଆଉ ଆଜି ତ ସମୟ ହୋଇଯାଇଛି ଆଉ ଆସନ୍ତା ପରବର୍ତ୍ତୀ ଅଧ୍ୟାୟ ପର୍ଯ୍ୟନ୍ତ ଏପିସୋଡ଼ ପର୍ଯ୍ୟନ୍ତ ଆମେ ଆପଣଙ୍କ ପାଖରୁ ବିଦାୟ ନେଉଛୁ ନମସ୍କାର।